ରାତି ପ୍ରାୟ 12ଟା ହେବ। ବାହାରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ମାରୁଥାଏ। ଗଣେଶ ତା'ର ଅଫିସ୍ କାମ ସାରି କାରରେ ଘରକୁ ଫେରୁଥିଲା। ଜଙ୍ଗଲିଆ ରାସ୍ତା, ପୁରା ନିଶବ୍ଦ। ହଠାତ୍ ଗୋଟିଏ ବଡ଼ ବରଗଛ ଡାଳ ଭାଙ୍ଗି ରାସ୍ତା ମଝିରେ ପଡ଼ିବାରୁ ଗଣେଶ ବ୍ରେକ୍ ମାରିବାକୁ ପଡ଼ିଲା। ଗାଡ଼ିର ହେଡ୍‌ଲାଇଟ୍ ଆଲୁଅରେ ସେ ଦେଖିଲା, ରାସ୍ତା କଡ଼ରେ ଜଣେ ବୃଦ୍ଧା ଧଳା ଶାଢ଼ୀ ପିନ୍ଧି ଓଦା ହୋଇ ଠିଆ ହୋଇଛନ୍ତି। ଦୟାପରବଶ ହୋଇ ଗଣେଶ କାର୍ କାଚ ଖୋଲି କହିଲା, "ମାଉସୀ, ଏମିତି ବର୍ଷାରେ କୁଆଡ଼େ ଯିବ? ଆସ, ଗାଡ଼ିରେ ବସ, ମୁଁ ଛାଡ଼ିଦେବି।" ବୃଦ୍ଧା ଜଣକ କିଛି ନ କହି ଚୁପଚାପ ଆସି ପଛ ସିଟ୍‌ରେ ବସିଗଲେ। ଗଣେଶ ଗାଡ଼ି ବ୍ୟାକ୍ କରି ଅନ୍ୟ ରାସ୍ତାରେ ଯିବାକୁ ଚେଷ୍ଟା କଲା। ଗାଡ଼ି ଚଲାଇବା ସମୟରେ ସେ ଆଗ କାଚରେ ଥିବା ଦର୍ପଣ ସାହାଯ୍ୟରେ ପଛକୁ ଚାହିଁଲା। ସେ ପୂରା ଭୟରେ ଥରିବାକୁ ଲାଗିଲା। ପଛ ସିଟ୍‌ରେ କେହି ନଥିଲେ। ସିଟ୍‌ଟି ପୂରା ଖାଲି ଥିଲା। ଗଣେଶ ଭାବିଲା, ହୁଏତ ତା'ର ଭ୍ରମ। ସେ ଗାଡ଼ି ରଖି ପଛକୁ ବୁଲି ଚାହିଁଲା। ହଁ, ବୃଦ୍ଧା ଜଣକ ସେଠାରେ ବସିଥିଲେ, କିନ୍ତୁ ତାଙ୍କ ମୁଣ୍ଡଟି ସେମିତି ପଛକୁ ଥାଇ ମଧ୍ୟ ତାଙ୍କ ମୁହଁଟି ପୂରା 180 ଡିଗ୍ରୀ ବୁଲିଯାଇ ଗଣେଶକୁ ଚାହିଁ ରହିଥିଲା। ତାଙ୍କ ଆଖି ଦୁଇଟା ପୂରା ଲାଲ ଥିଲା ଏବଂ ଓଠରେ ଏକ ବିକୃତ ହସ ଥିଲା। ସେ ଅତି ଗମ୍ଭୀର ସ୍ୱରରେ କହିଲେ, "ଆଇନାରେ ମୁଁ ଦେଖାଯାଏ ନାହିଁ ପୁଅ।" ଭୟରେ ଗଣେଶର ପାଟିରୁ ଚିତ୍କାର ବାହାରିବା ପୂର୍ବରୁ ଗାଡ଼ିର ସବୁ କାଚ ଏକାସାଙ୍ଗେ ଭାଙ୍ଗି ଚୁରମାର ହୋଇଗଲା ଏବଂ ସମ୍ପୂର୍ଣ୍ଣ ଅନ୍ଧାର ହୋଇଗଲା। ସକାଳେ ପୋଲିସ ସେହି ଜଙ୍ଗଲ ରାସ୍ତାରୁ କେବଳ ଗଣେଶର ଖାଲି କାର୍‌ଟି ପାଇଥିଲା। ଗଣେଶର କୌଣସି ପତ୍ତା ନଥିଲା। ତେବେ ସେଦିନ ରାତିରେ ଗଣେଶ ଗଲା କୁଆଡ଼େ? ବହୁଦରସ୍ତ ଗଭୀର ଅଧୁଆ କଞ୍ଚରେ ଦେଖିଲି କିଛି ନୁହେଁ। ପଛରେ ଚୟ କିନ୍ତୁ ପ୍ରତିବିମ୍ବ ନାହିଁ। ସେଟା ଆସୁଛି ମୋ ପଛର ଅସନରେ।